ସବୁ ସମ୍ପର୍କ ଯଦି ସାମ୍ନାବାଲା ବୁଝିପାରନ୍ତା ନା ତାହେଲେ କେବେ କୌଣସି ସମ୍ପର୍କ ଭାଙ୍ଗତାନି ଆଜ୍ଞା। ଏଇଟା ସତ ଯେ ତମେ ଯାହାର କେୟାର ନେଉଛ, ଯାହାକୁ ନିଜଠୁ ଅଧିକ ଭାବୁଛ, ସେ ଯେ ତମ ଭାବନାକୁ ବୁଝିବ ଆଉ ତମକୁ ନିଜର କରିବ ତାର କିଛି ମାନେ ନାହିଁ ଆଜ୍ଞା। ଠିକ୍ ସେଦିନ ବି ମୋ ସହ ଏମିତି କିଛି ହେଇଥିଲା ଭାଇ। ସେ ମୋଠୁ ଦୂରେଇ ଯିବାକୁ ତା ପାଖରେ ଅନେକ ବାହାନା ଥିଲା। ଯେଉଁ ମିଛ ବାହାନାଗୁଡ଼ା ତା ମିଛ ପେଡ଼ିରୁ ସରିବାର ନାଁ ନେଉନଥିଲା। କିନ୍ତୁ ମୋ ଭଲ ପାଇବା, ମୋ ପ୍ରେମକୁ ମନେ ପକାଇ ମୋ ସହ ଆଉ ଥରେ ସମ୍ପର୍କ ଯୋଡ଼ିବାକୁ ତା ପାଖରେ ଗୋଟେ ବି ରାସ୍ତା ନଥିଲା। କୁଆଡ଼ୁ ଆସିବ ଭାଇ? ସେ ଜାଣିଶୁଣି ତ ସବୁ ରାସ୍ତାକୁ ବନ୍ଦ କରିସାରିଥିଲା। କାହିଁକିନା ମୋ ପାଖରୁ ତା ମନ ବୁଝି ସାରିଥିଲା। ନା ମୋ ପାଖରେ ଆଉ ପଇସା ଥିଲା, ନା ଏ ଅଭାବ ଭିତରେ ତାକୁ ସମୟ ଦେଇପାରିବାର କ୍ଷମତା ଥିଲା। ଘରୁ ବାହାରିବାକୁ ପଇସା ନଥିଲା ଭାଇ। କାମ କରିବାକୁ ନଗଲେ ଉପାସ ରହିବାକୁ ପଡ଼ୁଥିଲା। ହେଲେ ସେ କହୁଥିଲା ମୋତେ ସମୟ ଦେଉନ, ମୋତେ କିଛି ଗିଫ୍ଟ ବି ଦେଉନ। ମୋ ପାଖରେ ଯେତେବେଳେ ଥିଲା ମୁଁ ତା ପାଇଁ କ'ଣ ନ କରିଛି। ହେଲେ ଆଜି ମୋ ଅସୁବିଧା ସମୟରେ ସେ ମୋ ସାଥ ଦେବା ବଦଳରେ ମୋତେ ଛାଡ଼ି ଆଉ କାହା ବାଇକ୍ ପଛରେ ବସି ବୁଲି ଚାଲିଥିଲା। ସେଦିନ ଜୟଦେବ ବିହାର ଟ୍ରାଫିକ୍ରେ ତାକୁ ଆଉ କାହା ସହ ବୁଲେଟ୍ରେ ବସି ଯିବାର ଦେଖିଥିଲି। ତାକୁ ସେ ଏମିତି ଜାବୁଡ଼ି ଧରିଥିଲା ଆଉ ତାର ବେଶ ପୋଷାକ କହିଦେଉଥିଲା ସେ ତାର କେହି ସମ୍ପର୍କୀୟ କିମ୍ବା ଭାଇ ତ ହୋଇନଥିବେ। କଲ୍ କଲି ହେଲେ ରିସିଭ୍ କଲାନି। ରାତି 9ଟାରେ ତାର ମନେ ପଡ଼ିଲା। କି ଫ୍ରି ହେଲା କେଜାଣି କଲ୍ କରି ମୋତେ ପଚାରିଲା, କ'ଣ ହେଲା? କଲ୍ କରିଥିଲ? ଆଜି କୁଆଡ଼େ ଯାଇଥିଲ କି? ମୁଁ କୁଆଡ଼େ ଯିବି ତମକୁ ଜଣାଇବା କ'ଣ ନିହାତି ଦରକାର? ନାଇଁ, ସେ କଥା ନୁହେଁ ଯେ ଯାହା ସାଙ୍ଗରେ ଯାଇଥିଲ ସେ କିଏ ଥିଲା ସେଇଟା ବି ତମର ଜାଣିବା ଦରକାର ନାହିଁ। ତଥାପି ଶୁଣ, ସେ ମୋ ରିଲେଟିଭ୍। ହେଲେ ଏମିତି ଡ୍ରେସ୍ ପିନ୍ଧି ଯିବାଟା କ'ଣ ଠିକ୍ ଥିଲା? ତମେ ମୋତେ ଉପଦେଶ ଦେବା ଦରକାର ନାହିଁ। ମୁଁ କ'ଣ ପିନ୍ଧିବି, ମୁଁ କ'ଣ କରିବି ସେଇଟା ମୋ ଇଚ୍ଛା। ଯଦି ଉପଦେଶ ଦେବାକୁ କଲ୍ କରିଛ ତେବେ ଫୋନ୍ ରଖ। ନା ନା, ମୁଁ ତୁମକୁ ଉପଦେଶ ନୁହେଁ, ଭଲରେ ବୁଝଉଥିଲି। ମୋର ପୁରା କଥା ସରିନଥିଲା ଭାଇ। ହେଲେ ସେ ଫୋନ୍ଟା କାଟି ଦେଇଥିଲା। ଆଉ ଯେତେ କଲ୍ କଲି ସେ ଉଠେଇ ନଥିଲା। କିଛି ସମୟ ପରେ କଲ୍ ୱେଟିଂ, ଆଉ ସେ ୱେଟିଂଟା ଲମ୍ବା ଚାଲିଥିଲା। ଯେତେବେଳେ ଇଚ୍ଛା ହେଲା ଲଗେଇଲି, ଖାଲି ୱେଟିଂ। ଏମିତି 1-2ଟା ପର୍ଯ୍ୟନ୍ତ ୱେଟିଂ। ଆଉ ତାପରେ ନା ମୋତେ କଲ୍ ବ୍ୟାକ୍ କଲା, ନା ମୋତେ ଭଲ ମନ୍ଦ ପଚାରିଲା। ସିଧା ସୁଇଚ୍ ଅଫ୍ କରିଦେଇଥିଲା। ଜାଣିସାରିଥିଲି ଭାଇ ସେ ଆଉ ମୋର ହେଇକି ନାହିଁ। ହେଲେ ମୋତେ କିଛି କରିବାର ଅଛି। ତାକୁ ନୁହେଁ, ଏ ଦୁନିଆକୁ ଦେଖାଇ ଦେବାର ଅଛି ମୁଁ ଅସହାୟ ନୁହେଁ ବୋଲି। ମୁଁ ସବୁ କରିପାରେ, ସବୁ ଭୁଲିବାକୁ ଚେଷ୍ଟା କଲି। ଜାଣିଥିଲି ସେଇଟା ଏତେ ସହଜ ନୁହେଁ। ହେଲେ ସେ ପ୍ରେମ ନାମକ ଧୋକେବାଜ ରାସ୍ତାରୁ ବାହାରକୁ ବାହାରି ଜେଣ୍ଟଲମ୍ୟାନ୍ ହେବାକୁ ସବୁ ପ୍ରକାର ଚେଷ୍ଟା କରି କରି ଶେଷରେ ଭଲ ସ୍ଥିତିକି ଆସିବା ଆରମ୍ଭ କରିଦେଇଥିଲି। ଆଜି ମୋ ପାଖରେ ସବୁ ଥିଲା ଭାଇ। ଗାଡ଼ି, ଘର, ଚଳିବା ପାଇଁ ସବୁ କିଛି ଥିଲା। ହେଲେ ସେଦିନ ହଜାଇ ଦେଇଥିବା ପ୍ରେମିକାଟା କିନ୍ତୁ ମୋ ପାଖରେ ନଥିଲା ଭାଇ। ନା ଆଉ କାହା ଉପରେ ମୋର ଭରସା ଥିଲା। ଘରେ ପ୍ରସ୍ତାବ ଦେଖୁଥିଲେ, ହେଲେ ଏତେ ଡରି ଯାଇଥିଲି ଯେ କେତେବେଳେ ନୀଳଡ୍ରମ୍ କଥା ମନେ ପଡ଼ିଯାଉଥିଲା ତ କେତେବେଳେ ପାହାଡ଼ ଉପରୁ ପେଲା ଖାଇବା କଥା ମନେ ପଡ଼ିଯାଉଥିଲା। ବର୍ଷେ କି 2 ବର୍ଷ ନୁହେଁ, ୟାରି ଭିତରେ ତା ସହ ବିଚ୍ଛେଦ ହେବାର ପୁରା 4 ବର୍ଷ ବିତି ଯାଇଥିଲା। ପୁଣି ଥରେ ତା ସହ ଦେଖା ହେବାର ସୁଯୋଗ ମିଳିଥିଲା ସେଇ BMC ମଲ୍ରେ। ମୁଁ ଗୋଟେ କାମରେ ସେଠି ଥିବା ଗୋଟେ ଅଫିସକୁ ଯାଇଥିଲି। ଆଉ ସେ ସେଇ ମଲ୍ ଆଗରେ ମୋମୋ ଦୋକାନରେ ଠିଆ ହେଇଥିଲା। ସୁନ୍ଦରୀ ଚେହେରାଟା ମଳିନ ପଡ଼ିଯାଇଥିଲା। ସାଙ୍ଗରେ ଗୋଟେ 2 ବର୍ଷର ଛୁଆ ବି ଥିଲା। ଗୋରା ଗୋରା ମୁହଁର ସେ ଚମକ ଆଉ ଦେଖିବାକୁ ମିଳୁନଥିଲା। ଦୌଲ ଡାଉଲ ଚେହେରାଟା ଭାଙ୍ଗି ରୁଜି କଣ୍ଟା ହେଇଯାଇଥିଲା। ଯେମିତି ଦେହରେ ଜମା ମାଉସ ନାହିଁ, ଖାଲି ହାଡ଼ଗୁଡ଼ା। ହଠାତ୍ ଚିହ୍ନି ପାରିଲିନି। ସେ କିନ୍ତୁ ଚିହ୍ନିବାରେ ମୋତେ କିନ୍ତୁ ଭୁଲ କରିନଥିଲା। ପାଖକୁ ଆସିଲା ଆଉ କହିଲା, କେମିତି ଅଛ ସିପୁ? ଆରେ ତମେ ରାନୁ ନା? ମୁଁ ତ ଭଲ ଅଛି। ଆଉ ତମେ କେମିତି ଅଛ? ମୁଁ ସେମିତି ଅଛି ଯେମିତି ମଣିଷ ବଞ୍ଚେ। ସେଦିନ ବୋଧେ ତମ ହାତ ଛାଡ଼ି ଗୋପାଳର ହାତ ଧରିବା ମୋର ସବୁଠୁ ବଡ଼ ଭୁଲ ଥିଲା। ତମକୁ ଇଗ୍ନୋର କରି ଗୋପାଳ ପ୍ରେମରେ ପଡ଼ିଲି। ଭାବିଲି ଖୁସିରେ ରହିବି। ହେଲେ କିଛି ଦିନ ପରେ ମୋତେ ବାହା ହେଇଗଲା। ଆଉ ବାହା ହେବାର କିଛି ଦିନ ପରେ ମୋ ସହ ଅତ୍ୟାଚାର କରିବା ଆରମ୍ଭ କଲା। ସବୁଦିନ ଟର୍ଚର, ଆଉ ସବୁଦିନ ମଦ ପିଇ ନିଶାରାଶି ମାଡ଼। କେବେଠୁ ମରିସାରନ୍ତିନି ସିପୁ। କେବଳ ଏବେ ଛୁଆଟା ପାଇଁ ବଞ୍ଚିଛି। ବାହାଘର ପୂର୍ବରୁ ବଡ଼ ବଡ଼ କଥା କହି ମୋତେ ଆକୃଷ୍ଟ କଲା। ତମକୁ ଛାଡ଼ି ତା କଥାରେ ଭାସିଗଲି। ଆଉ ଆଜି ମୋର ଏମିତି ପରିସ୍ଥିତି। ଶୁଣ ରାନୁ, ମୁଁ ତମକୁ ତାନା ମାରୁନି। ସେଦିନ ଚାହିଁଥିଲେ ମୁଁ ବି ତମକୁ ବାହା ହେଇପାରିଥାନ୍ତି। କିନ୍ତୁ ମୁଁ ଷ୍ଟେବଲ୍ ନ ହୋଇ ବାହା ହେବାକୁ ଜମା ବି ଚାହୁଁନଥିଲି। ହେଲେ ଦେଖ, ଆଜି ମୋ ପାଖରେ ସବୁ ଅଛି, ହେଲେ ତମେ ନାହଁ। ତମେ ଗଲା ପରେ ମୁଁ ଆଜି ବହୁତ ସଫଳତା ଦେଖିଛି। ସେଇଟା କେବଳ ତମ ପାଇଁ ରାନୁ। ଆଜି ମୁଁ ଯାହା କରିଛି ତମେ ଛାଡ଼ି ଚାଲିଯିବା ଜିଦ୍ରେ। ଯାହା ବନିଛି ଏସବୁ ପଛରେ କୋଉଠି ନା କୋଉଠି ତମର ହାତ ଅଛି। ମୋର ଆଜିର ସଫଳତା କେବଳ ତମ ପାଇଁ ରାନୁ। ସତ କହୁଛି, ତମେ ଯଦି ମୋତେ ଛାଡ଼ିକି ନ ଯାଇଥାନ୍ତ ହୁଏତ ମୁଁ ଏସବୁ କରିପାରିନଥାନ୍ତି। ସେସବୁ ଛାଡ଼, ଯାହା ଭାଗ୍ୟରେ ଥିବ ସେଇଟା ହିଁ ହେବ। ଯାହା ଭାଗ୍ୟରେ ଯିଏ ଥିବ ତାକୁ ସେ ମିଳିବ। ସେଇଟାକୁ କେହି ବଦଳେଇ ପାରିବେନି। ଖରାପ ନ ଭାବିବ ଯଦି ଗୋଟେ କଥା କହିଥାନ୍ତି ରାନୁ।
ବାଃ ଭଗବାନ ବାଃ, ଯାହାକୁ ଦୂରେଇ ଦେଲ ସେ ପ୍ରଶଂସା କରୁଛି, ଆଉ ଯାହାକୁ ନିଜର କଲ ସେ ଖାଲି ମାଡ଼ ମାରୁଛି। ନା କୁହ ଶିପୁ, ଖରାପ କାହିଁକି ଭାବିବି? ତମର ଏମିତି ଅବସ୍ଥା ଦେଖି ମୁଁ ନିଜକୁ ସମ୍ଭାଳି ପାରୁନି। ଯଦି କେବେ ମୋର ସାହାଯ୍ୟ ଦରକାର ପଡ଼େ ତେବେ ନିଶ୍ଚୟ କଲ୍ କରିବ। ମୋର ସେଇ ନମ୍ବର ଅଛି, ଜମା ଚେଞ୍ଜ କରିନି। ଆସୁଛି, ମୋର କାମ ଅଛି କହି ସେଠୁ ଚାଲି ଆସିଥିଲି। ଏଥିପାଇଁ ଆସିଲିନି କି ମୋର ଗର୍ବ ଅହଙ୍କାର ବଢ଼ିଯାଇଥିଲା, ବରଂ ଟିକେ ଦୂରରେ ମୁଁ ତା ସ୍ୱାମୀକୁ ଦେଖି ସାରିଥିଲି। ମୋ ସହ ଦେଖିଲେ ହୁଏତ ସେ ରାନୁକୁ ବେଶୀ ମାରିବ ଭାବି ପଳେଇ ଆସିଥିଲି। ତା ସ୍ୱାମୀକୁ ସିନା ମୁଁ ଗୋଟେ ଥର ଦେଖିଥିଲି, ହେଲେ ଚିହ୍ନିବାରେ କେବେ ଭୁଲ ହେବନି ଭାଇ। କାହିଁକିନା ସେ ମୋର ସବୁଠୁ ମୂଲ୍ୟବାନ ଜିନିଷକୁ ମୋଠୁ ଛଡ଼େଇ ନେଇଥିଲା। ମୋ ଜୀବନ, ମୋ ପ୍ରେମ, ମୋ ଭଲ ପାଇବା ସବୁକିଛିକୁ ସେ ହାଇଜାକ୍ କରିନେଇଥିଲା। ଅବଶ୍ୟ ଏଥିରେ କେବଳ ତାହାର ଭୁଲ ନଥିଲା, ମୋ ପ୍ରିୟାରେ ବି ସେତିକି ଭୁଲ ଥିଲା। ଯାହାକୁ ମୁଁ ସବୁଠୁ ନିଜର ଭାବୁଥିଲି ସେଇ ରାନୁର ବି ବେଶ ଭଲ ହାତ ଥିଲା। ଭାବିଥିଲା ଏ ଭିକାରୀ ପାଖରୁ ଯାଇ ସେ ଭଲରେ ରହିବ ବୋଲି, ହେଲେ ସେ ସେଠି ନିଜେ ଭିକାରୀ ସାଜି ଯାଇଥିଲା। ଆଉ ତା ସ୍ୱାମୀ ସବୁଦିନ ନୂଆ ନୂଆ ଯୁବତୀ ସହିତ ରାତି ରଙ୍ଗୀନ କରୁଥିଲା। କିଛି ଦିନ ପରେ ମୋତେ ରାନୁ କଲ୍ କଲା ଆଉ କହିଲା, ମୋ ପାଇଁ ଗୋଟେ ଚାକିରି ଖୋଜିଦେବ ଶିପୁ। ମୁଁ ଏ ଯମ ଯନ୍ତ୍ରଣାରୁ ମୁକ୍ତି ଚାହୁଁଛି। ମୋର ଏବେ ଗୋଟେ ଲକ୍ଷ୍ୟ, ମୋ ପୁଅକୁ ମଣିଷ କରିବି। ଠିକ୍ ଅଛି କହିଲି। ଆଉ ମୋର ଜଣେ ସାଙ୍ଗ ଅଫିସରେ ତା ପାଇଁ ଚାକିରି ଗୋଟେ ଦେଖିଦେଇଥିଲି। ଏବେ ସେ ଘର ଭଡ଼ା ନେଇ ଏକୁଟିଆ ରହୁଛି। ଭଲ ଜବ୍ଟେ ବି ମିଳିସାରିଛି। ତା ପୁଅ ଏବେ ସ୍କୁଲ ଗଲାଣି, ଭଲରେ ଅଛି, ବେଶ ଭଲରେ ବି ଚଳୁଛି। ଆଉ ମୋ କଥା କ'ଣ କହିବି, ମୁଁ ସେମିତି ଏକା ଏକା ବାଟ ଚାଲୁଛି। ଘର ଲୋକେ ପ୍ରସ୍ତାବ ଦେଖୁଛନ୍ତି, ହେଲେ ମୋର କାହା ଉପରେ ଭରସା ଆସୁନି ଭାଇ। ବେଳେବେଳେ ରାନୁ ମୋତେ କୁହେ, ଶିପୁ ପ୍ଲିଜ୍, ଘର ଲୋକ କଥା ମାନେ ବାହା ହେଇଯାଅ। ଏକୁଟିଆ ଜୀବନ କାଟିବା ଏତେ ସହଜ ନୁହେଁ। ମୋର କେବଳ ଗୋଟେ ଉତ୍ତର, ତୁ ପୁଣି ଏକୁଟିଆ କେମିତି ଅଛୁ? ମୋ ଉତ୍ତର ତାକୁ ସବୁବେଳେ ଚୁପ୍ କରେଇ ଦିଏ। ସତ କହିବି, ଆଉ ଇଚ୍ଛା ନାହିଁ ଭାଇ, ଏମିତି ଜୀବନ ସାରା ଏକୁଟିଆ ରହିବାକୁ ଭାରି ଇଚ୍ଛା। ମୁଁ କହିଲି, ସବୁ ଠିକ୍ ଯେ ଏକୁଟିଆ ଜୀବନ କାଟିବା ଭାରି କଷ୍ଟକର ଶିପୁ। ପ୍ଲିଜ୍ ଶିପୁ, ପରିବାର କଥା ଆଉ ରାନୁ କଥା ମାନି ଆଉ କାହାକୁ ନିଜର କରିନିଅ। ହେଲେ ତାର ଗୋଟେ ଜିଦ୍, ନା ମୁଁ ଆଉ କାହାକୁ ଜୀବନସାଥୀ କରିପାରିବିନି। ଶେଷରେ ଖାଲି ଏତିକି କହିଲା, ମୋ ପାଇଁ କାହାଣୀଟେ ଯଦି ଲେଖିପାରିବେ ମୁଁ ଭାରି ଖୁସି ହେବି ପ୍ରତାପ ଭାଇ। ବୁଝିପାରିଲିନି ହେ କାହାଣୀ କେଉଁଠୁ ଆରମ୍ଭ କରିବି ଆଉ କେଉଁଠୁ ଶେଷ କରିବି। ଶେଷରେ ଏଇ କେଇ ପଦ ଲେଖିଦେଇ ପଢ଼ି ଦେଇଥିଲି। ଶିପୁ ଯାହା ଡିସିସନ୍ ନେଇଛି ଠିକ୍ କରିଛି ନା ଭୁଲ କରିଛି, କମେଣ୍ଟ କରି ଜଣାଇବା ସହିତ କାହାଣୀ କେମିତି ଲାଗିଲା ଜଣାଇବାକୁ ଜମା ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।